ବାଲେଶ୍ୱର ସହରର ଟୁଲଙ୍ଗସାହି ଛତୁଆ ପୋଖରୀଠାରେ ଦୁଇଦିନିଆ ବୋଇତ ବନ୍ଧାଣ ଉତ୍ସବ ଉଦ୍ଯାପିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଉଦ୍ଯାପନୀ ଦିବସ ସାନ୍ଧ୍ୟ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ପୂର୍ବତନ ସଦର ବିଧାୟକ ସ୍ୱରୂପ କୁମାର ଦାସ ଉଦ୍ଘାଟନ ସହିତ ପ୍ରାଚୀନ ଉତ୍କଳ ନୌବାଣିଜ୍ୟ ପରମ୍ପରାର ଗୌରବମୟ ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ। ବୋଇତ ବନ୍ଧାଣ ଏବଂ ଉତ୍କଳୀୟ ନୌବାଣିଜ୍ୟ ଉତ୍ସବ ସହ ଆମ ପରମ୍ପରା ଓ ସଂସ୍କୃତି ବିଶେଷ ଭାବରେ ଜଡ଼ିତ ବୋଲି ସେ ମତବ୍ୟକ୍ତ କରିଥିଲେ। କବି ପ୍ରଶାନ୍ତ ଦାସ ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପରମ୍ପରା ଜାତିର ଏକ ପରିଚୟ ହୋଇଥିବା ବେଳେ ଏହା ଅତୀତ ଓ ବର୍ତ୍ତମାନକୁ ଯୋଡ଼ି ଭବିଷ୍ୟତକୁ ସୁରକ୍ଷିତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଓ ବାଲେଶ୍ୱର ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ ବ୍ରିଟ୍ର ଅଧ୍ୟକ୍ଷ ଆଲୋକ କୁମାର ସାହୁ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉତ୍କଳର ପୂର୍ବସୂରୀଙ୍କ ଦୁଃସାହସିକପୂର୍ଣ୍ଣ ଜଳଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିବା ସହିତ ପ୍ରାଚୀନ ଉତ୍କଳର ଗୌରବମୟ ଇତିହାସର ସ୍ମୃତି ରକ୍ଷା ପାଇଁ ମହାନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ପ୍ରତ୍ୟେକ ଓଡ଼ିଆ ଗର୍ବ କରିବା ଉଚିତ ବୋଲି ସେ କହିଥିଲେ। ବାଲେଶ୍ୱର ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ତଥା କମିଟିର ସଭାପତି ମନୋଜ କୁମାର ରାଉତ ଏଥିରେ ପୌରୋହିତ୍ୟ କରିଥିବା ବେଳେ ସମ୍ପାଦକ ରମେଶ ଚନ୍ଦ୍ର ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ନୃତ୍ୟ ଓ ଝୋଟି ପ୍ରଭୃତି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। କମିଟିର କୋଷାଧ୍ୟକ୍ଷ ପ୍ରାଣକୃଷ୍ଣ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗା ମାଧବ ମହାପାତ୍ର, ଅମୂଲ୍ୟ ତାଲଦି, ନିକୁଞ୍ଜ କିଶୋର ଭୂୟାଁ, ଭାସ୍କର ଜେନା, ଅସିତାନନ୍ଦନ ଦେବ ଗୋସ୍ୱାମୀ, ଭବେନ୍ଦ୍ର ପଣ୍ଡା, ରବୀନ୍ଦ୍ର ମୋହନ ଚାନ୍ଦ, ରବୀନ୍ଦ୍ର ସାହାଣୀ, ଲେନିନ ସେଠୀ, ଲୋଲାଟେଣ୍ଡୁ ମହାନ୍ତି, ଅଶୋକ ବେହେରା, ସୁଶାନ୍ତ ମହାନ୍ତି, ଜୟନ୍ତ କୁମାର ବାରିକ, ହରିଶ୍ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ପ୍ରମାଣିତ କରୁଛି ଯେ ଅନୁଷ୍ଠାନ ଯେତିକି କାର୍ଯ୍ୟକ୍ରମ ପାଇଁ ଯତ୍ନବାନ ଏ ଅଞ୍ଚଳବାସୀ ମଧ୍ୟ ସେତିକି ଯତ୍ନବାନ। ଉଭୟଙ୍କର ପରାମର୍ଶ, ଉଭୟଙ୍କର ସପୋର୍ଟରେ ଯେକୌଣସି କାର୍ଯ୍ୟକ୍ରମ ସଫଳ ହୋଇଥାଏ। ବିଶେଷ କରି ବାଲେଶ୍ୱରରେ ବୋଇତ ବନ୍ଦାଣ ଉତ୍ସବ ଆମର ଇତିହାସକୁ ମନେ ପକାଏ। ଏ ଯେଉଁ ଗୌରବମୟ ଇତିହାସ, ଯେଉଁ ସାଧୁ ପୁଅମାନେ ସୁଦୂର ଜାଭା, ସୁମାତ୍ରା, ବାଲି, ଇଣ୍ଡୋନେସିଆକୁ ଯାଉଥିଲେ ସେ କଥା ଆଜିର ଯୁବପିଢ଼ି ଭୁଲିଗଲେଣି। ଏବେ ଯେଉଁ ଯୁବପିଢ଼ିମାନେ ଅଛନ୍ତି ନିଶ୍ଚିତ ଭାବରେ ଯେଉଁ ଟ୍ରାନଜିସନ୍ ପିରିୟଡ଼ ଅଛି, ଯେଉଁ ଡେଭଲପମେଣ୍ଟ ଫେଜ୍ ଅଛି, ଇତିହାସକୁ ଭୁଲିବେ, ନୂଆ ଇତିହାସ ତିଆରି କରିବେ। କିନ୍ତୁ ଇତିହାସକୁ ଯେତେବେଳେ ଭୁଲିବା ପାଇଁ ସେମାନେ ଚେଷ୍ଟା କରିବେ ସେତେବେଳେ ମନେ ପକାଇବେ ଯେ ଇତିହାସ ହେଉଛି ଆମର ଫାଉଣ୍ଡେସନ୍। ଇତିହାସକୁ ଯଦି ଆମେ ଭୁଲିଯିବା ତାହେଲେ ଭବିଷ୍ୟତ ନିର୍ଦ୍ଧାର କରିପାରିବା ନାହିଁ। ଏ ଅଞ୍ଚଳର ଏ ପ୍ରାଚୁର୍ଯ୍ୟମୟ ଇତିହାସକୁ ଆମେ ମନେ ପକାଇବା ଏବଂ ଆଗାମୀ ଦିନରେ ଆମ ସମସ୍ତଙ୍କର କିପରି ଉନ୍ନତି ହୋଇପାରିବ ସେ ଦିଗରେ ଆମେ ଯତ୍ନବାନ ହେବା। କାଲି ସକାଳୁ ଏଇଠି ଯଦି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହବ ଏଠି ବି ଆନନ୍ଦ ମିଳିବ। କିନ୍ତୁ ଆଜି ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହଉଛି ଏ ଆନନ୍ଦ ପଛରେ ଆମର କ'ଣ ବିଶ୍ୱାସ ଅଛି? ସୂର୍ଯ୍ୟ ଯେତେବେଳେ ସକାଳୁ ଉଇଛି ତାର ବିଶ୍ୱାସ ଅଛି ଯେତେ ମୁଁ ଖରା ଦେବି ଏ ପୃଥିବୀ ଗ୍ରହଣ କରିନେବ। ନଦୀଟି ଯେତେବେଳେ ଧାଉଁଛି ତାର ଏକ ବିଶ୍ୱାସ ଅଛି ଯେତେ ପାଣି ଦେବି ସମୁଦ୍ର ତାକୁ ମନା କରିବନି, ବହନ କରିନେବ। ଆକାଶର ମେଘ ଯେତେବେଳେ ବର୍ଷୁଛି ତାର ବିଶ୍ୱାସ ଅଛି ଯେତେ ବର୍ଷା ମୁଁ ବର୍ଷିବି ମାଟି ତାକୁ କୋଳେଇ ନେବ। ଗୋଟିଏ ସାଂସ୍କୃତିକ ଆନ୍ଦୋଳନ, ଗୋଟିଏ ଜାତିର ପରମ୍ପରା, ଗୋଟିଏ ସଂସ୍କୃତିକୁ ପାଳନ କରିବା ବେଳେ ଗୋଟିଏ ମାଟିର ବିଶ୍ୱାସ ଅଛି ଯେଉଁ ପରମ୍ପରା ଅନୁଯାୟୀ ଯାହା ପାଇଁ ଏ ସଂସ୍କୃତି ତିଆରି ହେଇଥିଲା ସେ ତାହାକୁ ଠିକ ଭାବରେ ଶୃଙ୍ଖଳାର ସହିତ ଯଦି ନିଜ ଭିତରେ ମିଶାଇ ଆମେ ଆଗାମୀ ଭବିଷ୍ୟତର ପରିକଳ୍ପନା କରିବା ତାହେଲେ ହୁଏତ ଏ ଉତ୍ସବ ପାଳନର ଏକ ଆନନ୍ଦ ଆମେ ପାଇବା, ଆମର ଭବିଷ୍ୟତ ପାଇବେ, ଆମର ଅତୀତ ମଧ୍ୟ ପାଇଥିଲେ। ये बालेश्वर माटी, ये कला संस्कृति एवं परंपरार माटी, ये परंपरा को बजाय रखा ये जो कमिटी जो प्रयास करते धन्यवाद देले कम पड़ो। तार कारण जो कथा कही गले फकाल भाई जे छोट छोट पिला मानू एटी रंगोली कार्यक्रम करा जाउछि, अन्य ड्राइंग आरंभ कर विभिन्न करी प्रोत्साहित करने जो पुरस्कृत करा जाउछि, उत्साहित करा जाउछि। ये वार्ता दूसरी जे आम आम संस्कृति को बंचाई रखापी गोटे केते मात्रा आम जागृत अच्छु। जाओ से साधुवाद एवं जो धर्मीय भावना ये कार्तिक मास हूँ धर्मर मास, मास जाक आमिष घरे वर्जन थाए एवं पंचुक व्रत पालन हुए एवं शेष बोईत बंदाण उत्सव हुए। बोईत भसई दे आम ये कार्यक्रम को आसी था। ये कथा सूचाई दिए जे आमे धर्म विश्वासी, एक कथा सूचाई दिए आमे व्यवसाय करके समृद्ध है बालेश्वर नौ वाणिज्य। तेणु
नौ वाणिज्य करी आमे समृद्ध थिलु आमे ताकु मध्ये एठी मने पकाउछु आम संस्कृति परंपरा ऐतिह्य को बचाई रखापी नुआ पीढ़ी को ए विषय जनवाई ये कमिटी ये कार्यक्रम कमिटर समस्त कर्मकर्ता आज बंधु मान को अंचलवासी को बहुत बहुत धन्यवाद दूसरी ये कार्यक्रम प्रार्थना करी ये कमिटी प्रत्येक वर्ष धरी वर्ष ये विभिन्न कार्यक्रम पालन कर।